अरे झपसिया तो हेडिंग दे दियो प्राकृतिक, हेडिंग दे दियो विपर्यय और सुरक्षा है। हाँ, देलो बुझल, देलो ना ହେଲା। ତ ଆମେ ପଢବା ହଉଛି ଆଜି ବିପର୍ଯ୍ୟୟ କାହାକୁ କୁହାଯାଏ ବୁଝିଲା, ଆଉ ହଉଛି ସେଥିରୁ ସୁରକ୍ଷା କିପରି ମିଳିବ ହେଲା। ଆମର ଦୁଇଟା ବହୁତ ଗୁଡା ବିପର୍ଯ୍ୟୟ ଅଛି, ଯେମିତି ହଉଛି ବିପର୍ଯ୍ୟୟ ମାନେ କିଛି ମାନେ ଦୁର୍ଘଟଣା ହେଲା। ଦୁର୍ଘଟଣା ବା ଯେମିତି ହଉଛି ଆମର ଘଟଣା ଶୁଣିଛ, ଘଟଣା ଯେମିତି ଦୁର୍ଘଟଣା ପ୍ରାକୃତିକ ଘଟଣା ହେଲା। ତ ସେଇ ପ୍ରାକୃତିକ ଘଟଣାକୁ କିସ କୁହାଯାଏ, ପ୍ରାକୃତିକ ବିପର୍ଯ୍ୟୟ କୁହାଯାଏ। ଯେମିତି କି ହଉଛି ଗୋଟେ ମରୁଡି ଶୁଣିଛ, ମରୁଡି हाँ ମରୁଡି ପଡିଛି, ବନ୍ୟା, ବାତ୍ୟା, ଆଉ କିସ କିସ আর হচ্ছে ଭୂମିକମ୍ପ, ଆଉ କିସ ଶୁଣିଛ, ଆଉ କି ଶୁଣିଛ, ସୁନାମି ଶୁଣିଛ ନା, ସୁନାମି ଶୁଣିଛ, ଆଉ କିସ ଶୁଣିଛ, ଅଂଶୁଘାତ ହେଲା। ଏଗୁଡା ସବୁ କିସ ବିପର୍ଯ୍ୟୟ ହେଲା। ଅଂଶୁଘାତ ଏଗୁଡାକୁ କିସ କୁହାଯାଏ, ବିପର୍ଯ୍ୟୟ। ବିପର୍ଯ୍ୟୟ ମାନେ ହଉଛି କିସ ମାନେ ବିପଦ ହେଲା, ବିପଦ ଏଗୁଡା କିସ ଆସେ, ସବୁ ବିପଦ ଆସେ। ସେଇ ପାଇଁ ଏଗୁଡାକୁ କିସ କୁହାଯାଏ, ବିପର୍ଯ୍ୟୟ କୁହାଯାଏ ବୁଝିହେଲା ନା। ଅଂଶୁଘାତ ଟା ଭଲ ଜିନିଷଟା ନା, ମରୁଡି ଟା ଭଲ ଜିନିଷଟା। ମରୁଡି ପଡିଲେ କି ଭଲ ଲାଗେ ନା, ବନ୍ୟା ହେଲେ ଭଲ ଲାଗେ, ବନ୍ୟା ହେଲେ ପହଁରିତେ ମିଳିବ ନାହିଁ। ପଢବା ହଉଛି କିସ, ପ୍ରାକୃତିକ ବିପର୍ଯ୍ୟୟ ଓ ସୁରକ୍ଷା ହେଲା। ତ ସେମିତି ବିପର୍ଯ୍ୟୟ ଦୁଇ ପ୍ରକାର ବୁଝିଗଲା, କେତେ ପ୍ରକାର, ଦୁଇ ପ୍ରକାର। ଗୋଟେ ପ୍ରାକୃତିକ ବି ଆଉ ଗୋଟେ ହଉଛି କିସ କୃତ୍ରିମ ବି। ଯେମିତି ହଉଛି ଦେଖ, ଫାର୍ଷ୍ଟ ଲେଖିଦିଅ, ହେଡିଙ୍ଗ ଦେଇଦିଅ ବିପର୍ଯ୍ୟୟ କାହାକୁ କୁହାଯାଏ। ବିପର୍ଯ୍ୟୟ କାହାକୁ କୁହାଯାଏ ହେଲା। ଗୋଟେ ଖାତା ବାହାର ହଉଛି ବୁଝେ, ଆମେ ଖାତାରେ ଲେଖି ଲେଖି ପଢ। ଖାତା, ବିପର୍ଯ୍ୟୟ କାହାକୁ କୁହାଯାଏ, ବିପର୍ଯ୍ୟୟ ହେଡିଙ୍ଗ ଦେଇଛ କାହାକୁ କୁହାଯାଏ ହେଲା। ବିପର୍ଯ୍ୟୟ ମାନେ କିସ କୁହ ନା, କୁହାଯାଏ ହେଲା। ଟେନସନ ଲେଖ, ବିପର୍ଯ୍ୟୟ ମାନେ ଆମର ଧନ ଜୀବନ ଯୋଉଠି ହାନି ହୁଏ ସେଇଟା ଗୁଡା କିସ ବିପର୍ଯ୍ୟୟ ହେଲା। ଯାହା ଦ୍ଵାରା ଆମର ଧନ ଜୀବନ ହାନି ହୁଏ ସେଇଟାକୁ କିସ କୁହାଯାଏ, ବିପର୍ଯ୍ୟୟ ହେଲା। ତୁମେ ହଉଛ ଯାଉଛ 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 ହେଲା, ରାସ୍ତାରେ ଆକ୍ସିଡେଣ୍ଟ ହେଇଗଲା ବୁଝିଲା, ତ ଜୀବନ ହାନି ହେଲା, ସେଇଟା ଗୋଟେ ବିପର୍ଯ୍ୟୟ ନା ନାହିଁ ହେଲା। ମରୁଡି ହେଲା, ମରୁଡି ହେଲା, ମରୁଡି ଦ୍ଵାରା କିସ ହେଲା, ଧନ ବି ତୁମର ହଉଛି ମରୁଡି ଦ୍ଵାରା ହଉଛି ଧନ ବି ହାନି ହେଲା। ଯେମିତି ହଉଛି ମରୁଡି ଦ୍ଵାରା କିସ ଧାନ ଫସଲ ନଷ୍ଟ ହେଇଗଲା, ଆଉ ହଉଛି କିସ ହେଲା, ଲୋକମାନେ ବି ମରଲେ, ଧନ ବି ହାନି ହେଲା, ଆଉ ହଉଛି ଲୋକମାନଙ୍କର ଜୀବନ ବି ଗଲା। ତ ସେଇଟା ବି ଗୋଟେ କିସ ପ୍ରାକୃତିକ ବିପର୍ଯ୍ୟୟ। ତାପରେ ହଉଛି ବନ୍ୟା, ବନ୍ୟା ଦ୍ଵାରା ବି କିସ ହୁଏ, ଧନ ଜୀବନ ବିଲ୍ଡିଂ ବି ଉପୁଡି ଯାଏ। ତାପରେ ହଉଛି ଆଉ କିସ, ଲୋକମାନେ ବି ଭାସି ଯାଆନ୍ତି। ତ ହଉଛି ସେଇଟା ବି ଗୋଟେ ପ୍ରାକୃତିକ ବିପଦ ମାନେ ବିପର୍ଯ୍ୟୟ ବୁଝିଗଲା। ଲେଖିଦବା ବିପର୍ଯ୍ୟୟ କାହାକୁ କୁହାଯାଏ ହେଲା। ଯାହା ଦ୍ଵାରା ଆମର ଧନ ଜୀବନ ହାନି ହୁଏ ତାହାକୁ କିସ କୁହାଯାଏ, ବିପର୍ଯ୍ୟୟ। ଯାହା ଦ୍ଵାରା ଆମର ଧନ ଓ ଜୀବନ ହାନି ହୁଏ, ହାନି ହୁଏ ତାହାକୁ କିସ କୁହାଯାଏ, ତାହାକୁ ବିପର୍ଯ୍ୟୟ କୁହାଯାଏ। ପ୍ରାକୃତିକ ନୁହଁ, ବିପର୍ଯ୍ୟୟ କୁହାଯାଏ ହେଲା। ବିପର୍ଯ୍ୟୟ ମାନେ କିସ, ଧନ ଜୀବନ ହାନି ହେବାକୁ କିସ କୁହାଯାଏ, ବିପର୍ଯ୍ୟୟ ବୁଝିଗଲା। ବିପର୍ଯ୍ୟୟ କାହାକୁ କୁହାଯାଏ, ଯାହା ଦ୍ଵାରା ଧନ ଜୀବନ ହାନି ହୁଏ ତାହାକୁ ବିପର୍ଯ୍ୟୟ କୁହାଯାଏ ବୁଝିଗଲା ହେଲା। ତ ସେମିତି ଦେଖ ଏଇ ବିଷୟଟାରେ କିସ କିସ ବିପର୍ଯ୍ୟୟ କିସ କିସ ଅଛି କଣ, ଗୋଟେ ଦୁର୍ଘଟଣା ବି ବିପର୍ଯ୍ୟୟ, ତାପରେ ହଉଛି ମରୁଡି ବି ବିପର୍ଯ୍ୟୟ, ତାପରେ ହଉଛି ଦୁର୍ଭିକ୍ଷ ବି ହେଲା। ଏକ୍ସାମ୍ପଲ ଲେଖିଦବା ବିପର୍ଯ୍ୟୟର ଏକ୍ସାମ୍ପଲ, ତ ଲେଖିଦିଅ ଏକ୍ସାମ୍ପଲ। ଏକ୍ସାମ୍ପଲ କିସ, ଯେମିତି ହଉଛି ଫାଷ୍ଟ ହଉଛି ମରୁଡି, ମରୁଡି ଗୋଟେ ବିପର୍ଯ୍ୟୟ ନା ନାହିଁ ହେଲା।
तापर होची बन्या बन्या भी गोटे विपर्जय ना नहीं बन्या द्वारा धन जीवन हानि हुए ना होची बन्या द्वारा खाली पहरिते पाओ हैं बहुत खुशी लागुथो ना बन्या हेले लागे कि ओ हमर एपटे हेनी नहीं जोठे नदी कूल अंचल समुद्र कूल अंचल सेगुडार बन्या हुए बेसी ହେଲା तापर आउ किस प्राकृतिक विपर्जय उदाहरण दियो भूमिकंप भूमिकंप शुनिछ कबे भूमिकंप तापर आउ मरुडी मरुडी लिखिছে ହେଲା सुनामी शुनिछ सुनामी शुनिनो बोधे सुनामी ହେଲା पढ़वा सुनामी भी किस सेटा भी पढ़वा ହେଲା आउ किस दुर्घटना दुर्घटना शुनिछ एक्सीडेंट दुर्घटना माने एक्सीडेंट ହେଲା सेगुडा भी गोटे विपर्जय मर्डर मर्डर भी गोटे विपर्जय बुझियाला मर्डर द्वारा होची हम धन जीवन हानि हुन ना बुझे सेटा भी गोटे होची कि विपर्जय ହେଲା ସେମିତି ବହୁତ ଗୁଡା एग्जांपल ऑर्डर କରିକିନା ଭैया ତୁମର ଇଏ ଲୁଟି ଦେଇଲା ସେମିତି ବହୁତ ଗୁଡା ବିପର୍ଯ୍ୟୟ ଅଛି ହେଲା କିନ୍ତୁ ଆମେ ଏଇ ବିଷୟରେ ତୁମର ପଞ୍ଚମ ଶ୍ରେଣୀରେ ହେଲା କିସ ପଢବା ଆମେ ପଢବା ଅଛି ବନ୍ୟା ବିଷୟରେ ହେଲା ଆମେ ସବୁ ବିଷୟରେ ପଢବାନି ମରୁଡି କଣ ପାଇଁ ହୁଏ ସେଗୁଡା ପଢବାନି ଆମେ ପଢବା ବନ୍ୟା ବିଷୟରେ ଆଉ କାହାର ବିଷୟରେ ଭୂମିକମ୍ପ ବିଷୟରେ ବୁଝିଲା କିସ ପଢବା ବନ୍ୟା କିପରି ହୁଏ ହେଲା ବନ୍ୟାର କାରଣ କଣ ଆଉ ବନ୍ୟା ହେଲେ କଣ କଣ କରବା ଆଉ କଣ କଣ କରବାନି ଅଂଶୁଘାତ ଆମର ଦେଖବା ଅଛି ଯଦି ପଢବା ହେଲା ତାପରେ ଭୂମିକମ୍ପ ଭୂମିକମ୍ପ ହେଲେ କଣ କରବା କଣ ନାହିଁ ହେଲା ଆଉ ଭୂମିକମ୍ପ କାହିଁକି ହୁଏ ବୁଝିପାରିଲ ସେ ବିଷୟରେ ପଢବା ଏତିକି ଯଦି ପଢିଦବା ତାହେଲେ ହଉଛି କି ସବୁ ବିଷୟ ଖତମ ହେଇଯିବ ହେଲା ତ ପଢବା ହଉଛି କି ଏଇଟା କିସ ହେଇଛି କଣ ଏଇଟା ବନ୍ୟା ନା ମରୁଡି ନା ବାତ୍ୟା ହେଇଛି କି ହେଇଛି ଏଇଠି ଏଇଟା କିସ ସେଟା ହଉଛି ଏଇ ଫଟୋ ଦେଖିକି ବନ୍ୟା ଆଉ ଏଇ ଫଟୋରୁ ଦେଖିକି କିସ ଲାଗୁଛି ଏଇ ଫଟୋରୁ ଖରା ଖରା ଖରାରେ କିସ ହୁଏ ଅଂଶୁଘାତ ଅଂଶୁଘାତ ବୁଝିହେଲା तो हेडिंग दे दियो फास्ट होची कि सॉरी आ गोटे टिके लिखि दियो हला विपर्जय दुई प्रकार विपर्जय दुई प्रकार किस किस प्राकृतिक विपर्जय आ गोटे होची कि मनुष्यकृत विपर्जय तो तळे लिखि दियो विपर्जय दुई प्रकार लिखि पारछु ना देखि कि लिखि पारनु तो माड दरकार हला आ टिके अछि छोट छुआ तू बुढ़ा हो जुबरा दुई दिन परे केते षष्ठ श्रेणी हबु परा विपर्जय दुई प्रकार केते प्रकार दुई प्रकार स्पेलिंग ठीक कर लिखु तो वाला केमती विपर्जय ठीक लिखली कि स्पेलिंग टा बोल लिखले ना विपर्जय दुई प्रकार शुणुचु ना खाली लिखुचु विपर्जय दुई प्रकार किस किस गोटा होची प्राकृतिक प्राकृतिक हैला आ गोटा होची कृत्रिम कृत्रिम माने किस कोना जोटा होची आमे निजे तयारी करू हैला जेमते होची मर्डरटा आपे आपे होइबो कृत्रिम बना लिखि परछो ना ହେଲା विपर्जय दुई प्रकार गोटे प्राकृतिक विपर्जय आ गोटे कि कृत्रिम विपर्जय बुझलु ऋषि ହେଲା तो प्राकृतिक विपर्जय उदाहरण एठी लिखिदेवी उदाहरण है किस किस बन्या मरुड़ी बात्या अंशुघात है एगुड़ा हूँ किस प्राकृतिक विपर्जय बुझेगा कृत्रिम विपर्जय किस कृत्रिम विपर्जय हूँ मर्डर है दुर्घटना एक्सीडेंट है एगुड़ा हूँ किस कृत्रिम विपर्जय बुझिपार सेमती आहरी अच्छी बहुत गुड़ा एग्जांपल अच्छी है तो एना पढ़वा में हूँ किस बन्या विषय पढ़वा आ गोटे कि विषय पढ़वा आ गोटे पढ़वा भूमिकंप विषय आ गोटे पढ़वा हूँ अंशुघात है तीन टा हेडिंग दवा बुझेगा फास्ट हेडिंग दे दियो बन्या बुझ ना ବନ୍ୟା ବିଷୟରେ बन्या विषय नहीं बन्या हेडिंग दियो बुझेगा एई हमर केस राहुल गांधी लिखि पारुनी है सोनू बोली सॉरी बोले भाई लेख 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 ये लिखि पारुनी रे
ହେଡିଂ ଦେଲ ବନ୍ୟା ହେଲା। ତୁ ସିଧା ଲେଖ ବନ୍ୟା ରୁ ଲେଖ, ସେଗୁଡା ଛାଡିକି ସିଧା ଏଇନା ଲେଖ ଯୋଉଟା ଲେଖୁଛି ସେଇଠି ହେଲା। ବନ୍ୟା, ବନ୍ୟା ମାନେ କିସ, ଏଠି ଟିକେ ଜାଗା ଛାଡିଦେ ତାପରେ ବନ୍ୟା ସିଧା ଲେଖ ଏଠି ହେଲା, ନହେଲେ ପୁଣି ପଛେଇବି। ବନ୍ୟା, ଏଗୁଡା ସବୁ ସେଭ୍ ହେଇକି ରହିଯିବ ବୁଝିଲା। ବନ୍ୟା, ବନ୍ୟା ମାନେ କିସ କହନା, ଚାରିଦିଗ ତୁମର ପାଣି ପାଣି ହେଇଯାଇଥିବ ବୁଝିଲା, ସେଇଟାକୁ କିସ କୁହାଯାଏ ବନ୍ୟା। ମାନେ ହଉଛି ସକାଳୁ ଉଠିବ ହେଲା, ତୁମେ ସକାଳୁ ଉଠିଲ ତାପରେ ହଉଛି ଦେଖିଲ ଚାରିଆଡେ ତୁମର କିସ ପାଣି ପାଣି ହେଇଯାଇଛି, ତୁମର ଘର ମଝିଟା କିସ ହେଇଯାଇଛି, ମାନେ ଘର ଭିତରକୁ ପାଣି ପଶି ଆସିଛି। ତାପରେ ହଉଛି କିସ ଚାରିଆଡେ ବେଙ୍ଗ ମାନେ କେଁ କଟର ରାବୁଛନ୍ ହେଲା। ନଦୀ ପୋଖରୀ ଗଡିଆ ସବୁ କିସ ହେଇଯାଇଛି, ଶୁଖି ଯାଇଛି ନା ପୁରା ପାଣି ଫୁଲ ହେଇଯାଇଛି, ପାଣି ଫୁଲ ହେଇଯାଇଛି ବୁଝିଲା। ଆଉ ହଉଛି ଗାଡି କିସ ପଶି ଯାଉଥିବ। ସବୁ ଭାସି ଯାଉଛନ୍ତି, ସେଇଟାକୁ କିସ କୁହାଯାଏ ବନ୍ୟା। ତ ତୁମେ ତ କେବେ ବନ୍ୟା ଦେଖିଥିବନି ହେଲା, ଦେଖିଛ କି ବନ୍ୟା କେବେ ଦେଖିଛ? ହଁ, ଦେଖିନ। ତାପରେ କିନ୍ତୁ ଗୋଟେ ସରି, କଥା। ବାତ୍ୟା ବିଷୟରେ ପଢ ହେଲା, ବାତ୍ୟା ବିଷୟରେ। ହେଡିଂ ଦେଇଦବ ବାତ୍ୟା, ଭୁଲରେ ବନ୍ୟା ଦେଇଦେଲେ ବାତ୍ୟା। ବାତ୍ୟା ବିଷୟରେ ପଢ, କି ବିଷୟରେ? ବାତ୍ୟା। ବନ୍ୟା ବିଷୟରେ ଆକ୍ଚୁଆଲି ବନ୍ୟା ମାନେ ହଉଛି କିସ ମାନେ ପାଣି ପେକେଇଯିବ ବୁଝିଲା, ସେଇଟା ହଉଛି ବନ୍ୟା। କିନ୍ତୁ ହଉଛି ଆମର ବନ୍ୟା ବିଷୟରେ ବି ପଢିଥାନ୍ତେ ଯେ, କିନ୍ତୁ ଆମର ବହିରେ ଅଛି ସିଲାବସ ରେ କିସ ଅଛି, ବାତ୍ୟା ବିଷୟରେ ଅଛି, ତ ବାତ୍ୟା ବିଷୟରେ ହିଁ ପଢବା ହେଲା। ତ ବାତ୍ୟା ମାନେ କିସ ମାନେ, ବାତ୍ୟା ଦେଖ ସମୁଦ୍ର ଗୋଟେ ବନେଇଦବା ହେଲା। ସମୁଦ୍ର ଦେଖିଛ? ସମୁଦ୍ର ଦେଖିଛ ହେଲା, ଏଇଟା ଗୋଟେ ସମୁଦ୍ର, ସମୁଦ୍ର ବାହାରିଦବା ହେଲା, ସମୁଦ୍ର ବାହାରିଦବ। ହେଲା। ଏଇଟା ହଉଛି କି ସମୁଦ୍ର, ଫଟୋ ସହ ଦେଖ। ସମୁଦ୍ର ହେଲା, ଚିତ୍ରଟା ବାଦେଇ ଦିଏ ବୁଝେଇବା ବାତ୍ୟା କେମିତି ହୁଏ ହେଲା। ଏଇଟା ହଉଛି କି ଗୋଟେ ସମୁଦ୍ର ବୁଝିହେଲା, ଏଇଟା ହଉଛି ଗୋଟେ ସମୁଦ୍ର ହେଲା। ଆଉ ଟିକେ ବଡ କଥା, ସମୁଦ୍ରକୁ ଇଂଲିଶ ରେ କିସ କୁହାଯାଏ, କିସ କୁହାଯାଏ? ସି କୁହାଯାଏ ଯେ, ଜାଣିଛ ହେଲା। ଆଉ ଯୋଉମାନେ ଜାଣିନ ଜାଣି ରଖ ହେଲା, ସମୁଦ୍ରକୁ ସି କୁହାଯାଏ। ସମୁଦ୍ରରେ ତୁମେ ଗୋଟେ ଜିନିଷ ରଖ, ପବନ ଦେଖିଛ? ପବନ, ପବନ ଦେଖିଛୁ? ପବନ ଦେଖି ପକେଇଛୁ? ହୁଏ ନାହିଁ ହେଲା। ଯେତେବେଳେ ହେଲା ହାୱା ଯେତେବେଳେ ଗରମ ହୁଏ ସବୁବେଳେ କିସ ହୁଏ, ଉପରକୁ ଉଠେ, ମନେ ରଖ ହେଲା। ଗରମ ହାୱା ସବୁବେଳେ କିସ ହୁଏ, ଉପରକୁ ଉଠେ ବୁଝିହେଲା। ଗରମ ହାୱା ସବୁବେଳେ କିସ ହୁଏ, ଉପରକୁ ଉଠେ। ଏଇଟା ଗୋଟେ ମନେ ରଖ, ହାୱାର ଗୋଟେ ଧର୍ମ ଅଛି କିସ, ଯେତେବେଳେ ସିଏ ହଉଛି ଗରମ ହେଇଯାଏ ଉପରକୁ ଉଠେ ହେଲା, ଗରମ ହେଇଯାଏ ଉପରକୁ ଉଠେ। ତ ଯେତେବେଳେ ବେଶୀ ଖରା ପଡେ ହେଲା, କିସ ହୁଏ, ଯେତେବେଳେ ବେଶୀ ଖରା ହୁଏ, ସମୁଦ୍ର ଉପରେ ବାୟୁ, ସମୁଦ୍ର ଉପରେ ବାୟୁ ହେଲା, ସମୁଦ୍ର ଉପରେ ବି ବାୟୁ ଅଛି ନା ନାଇଁ? ତମେ ଜାଣିଛ ବାୟୁ ସର୍ବତ୍ର ବିଦ୍ୟମାନ, ମାନେ ପାଣି ସବୁ ଜାଗାରେ ଅଛି। ତ ହଉଛି ବେଶୀ ଗରମ ହେଲେ କିଛି ହୁଏ କହିଲ, ସମୁଦ୍ର ଉପର ବାୟୁ ଉପରକୁ ଉଠିଯାଏ ହେଲା, ସମୁଦ୍ର ଉପରକୁ ବାୟୁ ଉପରକୁ ଉଠିଯାଏ। ଯେତେବେଳେ ସମୁଦ୍ର ଉପର ବାୟୁ ଏଇଠି ମାନେ ଏଇ ଜାଗାଟା ଫାଙ୍କା ହେଇଯାଏ ହେଲା, ଏଇ ଜାଗାଟା କିସ ହେଇଯାଏ, ଫାଙ୍କା ହେଇଯାଏ, ସେତେବେଳେ କିସ ହୁଏ କହନା, ସ୍ଥଳ ଭାଗରୁ ହେଲା, ସ୍ଥଳ ଭାଗରୁ କିସ ହୁଏ, ସ୍ଥଳ ଭାଗରୁ ବାହୁଛି ଏଇ ପଛ ଆଡୁ ହେଲା, ଏପଟେ ବି ପଛ ଗୋଟେ ବାୟୁ ଥିବ ବୁଝିଗଲା, ଥଣ୍ଡା ବାୟୁ। ଏଇ ଜାଗାର ହଉଛି କିସ, ବାୟୁଟା ଉପରକୁ ଉଠିଗଲା ହେଲା। ତ ହଉଛି ସେ ସ୍ଥାନଟା ଫାଙ୍କା ହେଇଯିବ ନା ନାଇଁ? ତ ଗୋଟେ ଜାଗା ଫାଙ୍କା ହେଇଯିବ ମାନେ ସେଇ ସ୍ଥାନକୁ ପେକ୍ କରିବା ପାଇଁ ଅଲଗା ବାୟୁ ଆସିବେ ନା ନାଇଁ? ଆସିବେ। ତ ସେଇ ଅଲଗା ବାୟୁ ଯେତେବେଳେ ଆସିବେ ବହୁତ ସ୍ପିଡରେ ଆସନ୍ତି ବୁଝିହେଲା। ଯେତେବେଳେ ହଉଛି ଏଇ ଜାଗାର ବାୟୁ ହେଲା, ଏଇଠି ଅଛି ପାଣି ଅଛି ହେଲା, ଏଇ ଏତିକି ଜାଗାର ବାୟୁ ହଉଛି ଉପରକୁ ଉଠିଗଲା ହେଲା, ଉପରକୁ ଉଠିଗଲା ବନଉଛେ, ଏଇ ଏତିକି ଜାଗାର ବାୟୁ ଉପରକୁ ଉଠିଗଲା, କୋଟକୁ ଉଠିଲା, ଉପରକୁ। ଏତିକି ଜାଗାର ବାୟୁ ଉପରକୁ ଉଠିଲା ହେଲା, ଉପରକୁ ଉଠିଲା। ତ ଏଇ ଜାଗାଟା ଫାଙ୍କା ହେଇଯାଇଛି, ଏଇ ଜାଗାଟା, ଏଇ ଜାଗାର ହେଲା ଫାଙ୍କା ହେଇଯାଇଛି। ତ ହଉଛି ସେଇ ଫାଙ୍କା ଜାଗାକୁ ପେକ୍ କରିବା ପାଇଁ କିସ, ଥଣ୍ଡା ବାୟୁ ସମୁଦ୍ରର ଅଲଗା ଜାଗାରୁ, ମାନେ ଏଇ ପଛ ଜାଗାରୁ ହେଲା, ଏଇ ପଛ ଜାଗାରୁ ଥଣ୍ଡା ବାୟୁ ପେକ୍ କରିବା ପାଇଁ ବୋହି ବୋହି ଆସିବେ ବୁଝିହେଲା। ଏଇ ଜାଗାରେ କିସ ଉପରକୁ ଉଠି ଯାଇଛି, ତ ଏଇ ପଛ ବାୟୁ ଯେତେବେଳେ ହଉଛି ଆସିବେ ଏଇ ଜାଗାକୁ ପେକ୍ କରିବା ପାଇଁ,
ଏତେ ସ୍ପିଡରେ ଆସନ୍ ବୁଝିଲା ତାର ସହ କିସ ବନ୍ୟା ମାନେ ହଉଛି କିସ ଏତେ ସ୍ପିଡରେ ଆସନ୍ ତ ଇଏ ହେଇଯାଏ ସେଇ ସ୍ପିଡ ମାନେ ଯେତେ ପବନ ମାନେ ପବନର ବେଗଟା ସେତେବେଳେ କେତେ ହୁଏ 100 କିଲୋମିଟର 100 କିଲୋମିଟର ପାର ଆୱାର ହେଲା ତୁମେ ଶୁଣିଛ ନା ବାତ୍ୟା ଏତିକି ବେଗରେ ମାଡି ଆସୁଛି ହେଲା ଏତିକି ତ ଯେତେବେଳେ ସେତେ ସ୍ପିଡରେ ଆସନ୍ କି ସବୁ ଗଛ ଫଛ ଉପାଡି ନିଅନ୍ ବୁଝିଲା ଏପଟେ ଥିବ ନଡିଆ ଗଛ ଫଡିଆ ଗଛ ଥିବ ନା ନାଇଁ ହେଲା ଏତେ ସ୍ପିଡରେ ଆସନ୍ ଏଇ ଜାଗାକୁ ପେକ୍ କରିବା ପାଇଁ ହେଲା ସମୁଦ୍ରର ଥଣ୍ଡା ବାୟୁ ହେଲା ଧରାଯାଉ ଆଉ ଗୋଟେ ଏକ୍ସାମ୍ପଲ ଦଉଛି ଏଇଟା ହଉଛି କି ସ୍ଥଳ ଭାଗ ହେଲା ଏଇ ସ୍ଥଳ ଭାଗ ଗରମ ବାୟୁ କିସ ହବ ଗରମ ହେଇକି ଉପରକୁ ଉଠିଯିବ ହେଲା ତ ଏଇ ଗରମ ଜାଗାକୁ ପେକ୍ କରିବା ପାଇଁ ସମୁଦ୍ର ରହୁଛି କିସ ଥଣ୍ଡା ବାୟୁ କିସ ବହୁତ ବେଗରେ ଆସନ୍ତି 100 କିଲୋମିଟର କିଲୋମିଟର ମାନେ ବୁଝୁଛ ନା ତ 100 କିଲୋମିଟର ପାର ଆୱାର ମାନେ ଘଣ୍ଟା ପ୍ରତି 100 କିଲୋମିଟର ସେତିକି ସ୍ପିଡରେ ଆସନ୍ତି ହେଲା ତୁମେ ଦୂରତା ସମୟ ବେଗ ବି ପଢିଛ ଏତିକି ସ୍ପିଡରେ ଆସନ୍ତି ଯେତେବେଳେ କିସ ହୁଏ ସେମାନେ ସାଥିରେ ଗଛ ଫଛ ସବୁ ଉପାଡି ନିଅନ୍ତି ହେଲା ସେଇଟାକୁ କିସ କୁହାଯାଏ ବାତ୍ୟା ବୁଝିହେଲା ବାତ୍ୟା ମାନେ ହଉଛି ପବନ ବହିବ ଜୋରରେ ପବନ କି ପାଇଁ ବହିବ ପବନ ହଉଛି କହିବାର କାରଣ ହଉଛି ଯେତେବେଳେ ହଉଛି ସ୍ଥଳ ଭାଗର ବାୟୁ ଗରମ ହେଇ କିସ ହେଇଯାଏ ଉପରକୁ ଉଠିଯାଏ ସେଇ ଗରମ ଜାଗାକୁ ପୂର୍ଣ୍ଣ କରିବା ପାଇଁ ସମୁଦ୍ର ଅଞ୍ଚଳରୁ କିସ ଥଣ୍ଡା ବାୟୁ ବହୁତ ବେଗରେ ଆସିଥାନ୍ତି ସେଇଟାକୁ କିସ କୁହାଯାଏ ବାତ୍ୟା ଆଉ ସେଇ ବାତ୍ୟା ବେଳେ ବେଳେ କିସ କରେ ତାର ସହ ପାଣି ବି ନେଇ ଆସେ ବୁଝିଲା ବାତ୍ୟା ତାର ସହ ପାଣି ବି ନେଇ ଆସେ ହେଲା ତ ସେଇଟା ଲେଖବା କିସ ହେଡିଂ ଦବା ବାତ୍ୟା ହେଲା ହେଡିଂ ଦେଇଛ ହେଲା, ବାତ୍ୟା କାହାକୁ କୁହାଯାଏ ଫାଷ୍ଟ ଲେଖିବି ଅଧିକ ଗରମ ହେଲେ ଅଧିକ ଗରମ ହେଲେ ଅଧିକ ଗରମ ହେଲେ କିସ ହୁଏ ବାୟୁ କୋଉଠୁ ଉଠିଯାଏ ଉପରକୁ ଉଠେ ଉପରକୁ ଉଠେ ହେଲା ବାୟୁ ଉପରକୁ ଉଠେ ମନେ ରଖିବ ବାୟୁ ହଉଛି କିସ ଅଧିକ ଯଦି ଗରମ ହବ ଉପରକୁ ଉଠିଯିବ ବୁଝିହେଲା ତୁମେ ଯେମିତି ହଉଛି ଦେଖିଥିବ ଚୁଲିରେ ହଉଛି ଯେତେବେଳେ ହଉଛି ହାଣ୍ଡି ବସେଇଥିବ ମାନେ ପାଣି ଟା ଗରମ ହେଇକି ଉପରକୁ ଉଠେ ନା ନାଇଁ ହେଲା ହାୱା ଗୁଡା ଉପରକୁ ଉଠେ ଦେଖିଥିବ ଧୂଆଁ ସବୁବେଳେ ଉପରକୁ ଉଠେ ସେଇ ଜଳୀୟ ବାଷ୍ପ କୋଉଠୁ ଉଠେ ଉପରକୁ ହେଲା ତ ମନେ ରଖିବ ଅଧିକ ଗରମ ହେଲେ ବାୟୁ କୋଉଠୁ ଉଠେ ଉପରକୁ ଉଠେ ହେଲା ତାପରେ ହଉଛି ଉପରକୁ ଉଠେ ଏବଂ ସେହି ସ୍ଥାନ ଫଙ୍କା ହେଇଯାଏ ହେଲା ଏବଂ ସେହି ସ୍ଥାନକୁ ସେହି ସ୍ଥାନକୁ ପୂର୍ଣ୍ଣ କରିବା ପାଇଁ ପୂର୍ଣ୍ଣ କରିବା ପାଇଁ ସେଇ ସ୍ଥାନକୁ ପୂର୍ଣ୍ଣ କରିବା ପାଇଁ କିସ ସମୁଦ୍ର ଠାରୁ ସମୁଦ୍ର ପତନରୁ ପବନ ଖୁବ ଜୋର ଖୁବ ବେଗରେ ହେଲା ପତନରୁ ଥଣ୍ଡା ପବନ ହେଲା ଥଣ୍ଡା ପବନ ଖୁବ ବେଗରେ ବହି ଆସେ ଖୁବ ବେଗରେ ବହି ଆସେ ହେଲା ଏହାକୁ କିସ କୁହାଯାଏ ଏହାକୁ ବାତ୍ୟା କୁହାଯାଏ କିସ କୁହାଯାଏ ବାତ୍ୟା କୁହାଯାଏ ହେଲା ତ ଏତେ ସ୍ପିଡ ରେ ଆସେ ପବନ ଟା ହେଲା ସେ ଗଛ ଫଛ କିଛି ମାନେନି ବିଲ୍ଡିଂ ଫିଲ୍ଡିଂ ବି ଥରେ ଥରେ ବାତ୍ୟାରେ ଉଡିଗଲା ଜାଣିଛ ନା ନାଇଁ ବାତ୍ୟାରେ କୁହନ ନା ନାଇଁ ଭଲସେ ଖାଇବୁ ନହେଲେ ହଉଛି ସେ ପତଳା ପତଳା ଲୋକମାନଙ୍କୁ ମଜା ଉଡେଇବା ପାଇଁ କୁହନ ବାତ୍ୟା ଆସୁଛି କିସ ହୁଡ୍ ହୁଡ୍ ବାତ୍ୟା ଆସୁଛି ହେଲା ଦାନା ଆସୁଛି ବାତ୍ୟା ଦାନା ଆସୁଛି ହେଲା ଖାଇ ପିଇକି ଭଲସେ ଶୋଇଥିବ ନହେଲେ ଉଡେଇ ନେଇଯିବ ବୁଝିଲା କୁହ ନା ନାଇଁ ହେଲା କଣ ପାଇଁ ପବନର ବେଗଟା ବହୁତ ଥାଏ ହେଲା ବାତ୍ୟା ବେଳେ କିସ ପବନର ବେଗଟା ବହୁତ ଥାଏ ଲେଖି ଚାଲ ହେଲା ତ ନିଜ ଭାଷାରେ ବି ବନେଇକି ଲେଖିପାରିବ ବାତ୍ୟା କାହାକୁ କୁହାଯାଏ ବୁଝିଲ ନା ନାଇଁ ବାତ୍ୟା କାହାକୁ କୁହାଯାଏ କେମିତି ଆସେ ହେଲା ବାତ୍ୟା କେମିତି ଆସେ ଯେତେବେଳେ ହଉଛି ସମୁଦ୍ରର ମାନେ ସ୍ଥଳ ଭାଗର ବାୟୁ ଗରମ ହେଇକି ଉପରକୁ ଉଠିଯାଏ ସେତେବେଳେ ସେଇ ସ୍ଥାନକୁ ପୁରା କରିବା ପାଇଁ ହେଲା କିସ ସମୁଦ୍ର ଠାରୁ ଥଣ୍ଡା ବାୟୁ ଜୋର ବେଗରେ ବହି ଆସନ୍ତି ହେଲା ତ ଏତେ ଜୋରରେ ବୁହନ୍ତି ତାର ସହ କିସ ହୁଏ
ଗଛ ଗଛ ଧନ ଜୀବନ ସବୁ ଉଡେଇ ନେଇକି ପଳେଇ ଯାଆନ୍ତି ହେଲା, ସେଟାକୁ କିସ କୁହାଯାଏ? ବାତ୍ୟା କୁହାଯାଏ। ବାତ୍ୟା ସମୟରେ କିସ ହୁଏ? ପ୍ରବଳ ବର୍ଷା ହୁଏ ହେଲା। ତା ପର ପଏଣ୍ଟ ଲେଖିଦିଅ, ବାତ୍ୟା ସମୟରେ ପ୍ରବଳ ବର୍ଷା ହୁଏ ହେଲା। ତ ବାତ୍ୟା ହେଲେ କିସ ବନ୍ୟା ବି ହେଇଯାଏ। ତ ବାତ୍ୟା ହବ ମାନେ ବନ୍ୟା ହବନି କହ ନା? ସେ ବେଳେ ବେଳେ ଏମିତି ଆସେ ପାଣି ଗୁଡା ବି ପୁରା ବୋହି, ଶୁଣ ସମୁଦ୍ରରେ ବେଗରୁ ମାନେ ପବନ ଏମିତି ଆସେ ପାଣି ଗୁଡା ବି ହଉଛି ଠେଲି ନେଇ ଆସେ ହେଲା ସ୍ଥଳ ଭାଗକୁ, ସେଇଟା ବନ୍ୟା ବି ହେଇଯାଏ ବୁଝିହେଲା। ବାତ୍ୟା ହବ ମାନେ କିସ ବନ୍ୟା ବି ହେଇଯାଏ ହେଲା, ବୁଝିହେଲା। ତ ବାତ୍ୟା ହେଲେ ଭଲ ନା ଖରାପ? ଖରା ତ ଗୋଟେ ଦୃଷ୍ଟିରୁ ଦେଖିଲେ ହେଲା, ଶୁଣ, ତୁମେ ମାନେ କହିବ ହଉଛି କିସ ସାର୍ ଆମର ଧରାଯାଉ ହଉଛି ପାଣି ଖରା ଋତୁ, ଶୁଣ ଶୁଣ ଶୁଣେ, ଖରା ଋତୁରେ ପାଣି ଶୁଖିଯାଇଛି ହେଲା, ବାତ୍ୟା ହେଲା ତ ସେଇଟା ହଉଛି କିସ ହେଇଗଲା, କୂଅ ଫୁଅ ଶୁଖି ଯାଇଛି, ବାତ୍ୟା ହେଇକି ହଉଛି ବନ୍ୟା ହେଲା ହେଲା, କୂଅ ପେକ୍ ହେଇଗଲା, ତୁମ ପାଇଁ ଭଲ ହେଲାନି? ଭଲ ହେଲାନି ହେଲା, ମନେ ପକା କେମିତି ଭଲ ହେଲାନି। ବାତ୍ୟାରେ ଏତେ ସ୍ପିଡରେ ଆସିବ ପାଣି ହେଲା, ଏତେ ସ୍ପିଡରେ ଆସିବ ପାଣି, ତୁମ କୂଅ ତ ଶୁଖେଇବ ଶୁଖେଇବ, ତାର ସକିସ ଘର ବୁଡେଇ ଦବ ହେଲା। ତ ଟିକେ ଭଲ ହବ ହେଲା, ଟିକେ ଭଲ ହବ ଆଉ ହଉଛି ବି କିସ ଖରାପ ହେଇଯିବ ବୁଝିଲା। ତ ସେଇ ପାଣି 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 ଦ୍ଵାରା ଜଳ ଦ୍ଵାରା ବ୍ୟାପ ରୋଗ ଯେମିତି ହଉଛି ହଇଜା ଡାଇରିଆ ହେଲା, ସେ ରୋଗ ବ୍ୟାପ, ବାତ୍ୟା ସରିଲା ପରେ କିସ ଲାଇନ କଟିଯିବ ସପ୍ତାହ ସପ୍ତାହ ଧରିକି, ଆଉ କିସ ହବ, ଲାଇନ କଟିଯିବ, ତାପରେ ହଉଛି ସାପ ପଶିଯିବେ, ବନ୍ୟା ହବ ମାନେ ସାପ ପଶିବେନି ଘରେ, ପଶିଯିବେ ହେଲା। ତ ହଉଛି ବାତ୍ୟାରୁ ରକ୍ଷା କରିବା ପାଇଁ କିସ କିସ କରିବ ମାନେ, ଫାଷ୍ଟ ହଉଛି ଯଦି ବାତ୍ୟା ହେଲା, ତୁମେ ତ ଜାଣିଛ ଆଜିକାଲି ହଉଛି ଆମର କିସ ସରକାର ହଉଛି ବାତ୍ୟା ଟିକେ ବର୍ଷା ଦେବା ପୂର୍ବରୁ ବି ମେସେଜ ପଠେଇ ଦଉଛ ନା ନାଇଁ, ସତର୍କ ରହିବ ହେଲା, ଆଗାମୀ ଏତିକି ଘଣ୍ଟା ଭିତରେ ବଜ୍ରପାତ ସହିତ ତ ବର୍ଷା ହେଇପାରେ, ଏମିତି ମେସେଜ ପଠେଇ ଦଉଛନ୍ ହେଲା। ତ ନ୍ୟୁଜ ବି ଦେଖୁଛ, ତ ହଉଛି ବାତ୍ୟା ପୂର୍ବରୁ ତୁମେ ଜାଣି ପକେଇଲ ଆଜି କାଲି ପରଦିନ ବାତ୍ୟା ହବ, ତ କିସ କରିବ, ତୁମ ଧର ଯାଉ କୁଡିଆ ଘର ଅଛି ତ କିସ କରିବ, ଭଲ ଘରକୁ ଟ୍ରାନ୍ସଫର ହେଇଯିବ, ଭଲ ଘରକୁ ମାନେ କିସ ସ୍କୁଲ ପାଖରେ ଯଦି ତୁମର ଘର ନଥିବ କିସ ହବ, ଯାହାର ତାର ଘରେ ତ ପସ୍ତେଇବେନି ଦେବେନି, ସ୍କୁଲ ଥିବ, ଥିବ ନା ନାଇଁ, ସେଇ ସ୍କୁଲକୁ ପଳେଇବ ବୁଝିହେଲା। ସ୍ଥାନୀୟ ବହୁମୁଖୀ ଆଶ୍ରୟ ସ୍ଥଳକୁ ପରିବାର ସଦସ୍ୟ ସହ ମୂଲ୍ୟବାନ ଜିନିଷ ପତ୍ର ସାଙ୍ଗରେ ନେଇ ଯିବା ଆବଶ୍ୟକ ହେଲା। ପାଖରେ ହଉଛି ଆଶ୍ରୟସ୍ଥଳୀ, ଯାହାର ହଉଛି ଭଲ ଘର ଥିବ ହେଲା, ତୁମ ପରିବାରରେ ଯାହାର ଭଲ ଘର ଥିବ ତା ଘରକୁ ପଳେଇବ ବୁଝିହେଲା, ବାତ୍ୟା ହେବା ପୂର୍ବରୁ ହେଲା। ଜାଣିଥିବ ନା ନ୍ୟୁଜରେ ସବୁ ଆସିଯାଉଛି। ଆଉ ନହେଲେ ହଉଛି ଯଦି ସେମିତି ଘର କାହାର ନାହିଁ ତେବେ କୋର୍ଟକୁ ଯିବ, ସ୍କୁଲକୁ ଯିବ, ନହେଲେ ହଉଛି କେଟକୁ ଯିବ, ଆମର ହଉଛି ପଞ୍ଚାୟତକୁ ଯିବ, ସେଇଟା ତ ବିଲ୍ଡିଂ ଘର, ସରକାର ଘର ମାନେ ବିଲ୍ଡିଂ ଘର ହେଲା। ତାପରେ ହଉଛି ଅତ୍ୟାବଶ୍ୟକ ଜିନିଷ ଯେମିତି ଖାଦ୍ୟ ପିଇବା ପାଣି ସାଥିରେ ନେବା ଆବଶ୍ୟକ, ବାତ୍ୟା ହେବା ପୂର୍ବରୁ ତୁମର ହଉଛି ଅତ୍ୟାବଶ୍ୟକ ଜିନିଷ ଯୋଉଗୁଡା ତୁମେ ଇମ୍ପୋର୍ଟାଣ୍ଟ ଭାବୁଛ, ଯେମିତି ହଉଛି ଚାଉଳ ହେଲା, ସେଗୁଡା ସବୁ ଭଲ ଜାଗାକୁ ଟ୍ରାନ୍ସଫର କରିଦବ, ନହେଲେ ହଉଛି ଯଦି ବାତ୍ୟାରେ ପାଣି ଆସେ ପଶିଯିବ, ଚାଉଳ ସବୁ ଉଦା ହେଇଯିବ, ଧାନ ସବୁ ଉଦା ହେଇଯିବ, ନଷ୍ଟ ହବ ନା ନାଇଁ, ଗଜା ହେଇଯିବ ହେଲା। ତ ତା ପୂର୍ବରୁ ତୁମେ ହଉଛି କିସ ସତର୍କ ରହିବ ହେଲା। ତାପରେ ହଉଛି ଗୃହପାଳିତ ପଶୁମାନଙ୍କୁ ନିରାପଦ ସ୍ଥାନକୁ ନେବା ଅଛି, ଖାଲି ତୁମ ଚିନ୍ତା କରବନି, ଖାଲି ତୁମର ଚିନ୍ତା, ନହେଲେ ହଉଛି ତୁମେ ହଉଛି ସବୁ ଭଲ ଭଲ ଘରକୁ ପଳେଇଥିବ ଆଉ ଗାଈ ଗୋରୁ ମାନଙ୍କୁ ତୁମର ଘରେ ଛାଡି ଦେଇଥିବ, ସେମିତି ହବ କି? ନାଇଁ ହେଲା। ସେମାନଙ୍କୁ ବି କିସ ସୁରକ୍ଷା ସୁରକ୍ଷା ସ୍ଥାନକୁ ନିରାପଦ ସ୍ଥାନକୁ ନେଇଯିବ ବୁଝିହେଲା। ଆଉ ହଉଛି ପାଣି ଠାରୁ ଦୂରେଇ ରହିବ ହେଲା, ବଡ ଗଛ ଠାରୁ ଦୂରେଇ ରହିବ, ବଡ ଗଛ ତୁମେ ଜାଣିଛ ବଡ ଗଛ ହଉଛି କି ପାଇଁ ଦୂରେଇ ରହିବ କୁହ, ବଡ ଗଛ ପାଖରେ ଯଦି ତୁମେ ଅଛ କିସ ବାତ୍ୟା ସମୟରେ, ବଡ ଗଛ ହଉଛି କିସ ହବ, ଘଣ୍ଟି ଯିବାର ଚାନ୍ସ ଅଛି ତୁମର ଘର ଉପରେ ହେଲା। ଆଉ ହଉଛି କିସ ହବ, ବଡ ଗଛ ହଉଛି ବେଳେ ବେଳେ ବାତ୍ୟା ହେଲେ ବର୍ଷା ହୁଏ ନା ନାଇଁ, ତ ବର୍ଷା ହେଲେ ବିଜୁଳି ଘଡଘଡି ବି ମାରେ ହେଲା, ତ ହଉଛି ବିଜୁଳି ଘଡଘଡିର ଡର ବି ଅଛି ହେଲା। ଆଉ ହଉଛି କିସ ଭଙ୍ଗା ଘର, ଭଙ୍ଗା ଘରେ ବି ରହିବନି ହେଲା, ନହେଲେ ହଉଛି ଟିକେ ପବନରେ ଇଏ ହେଇଯିବ, ଦୁର୍ବଳ ଘର ହେଲା, ଯେମିତି ହଉଛି ପୁରୁଣା ଘର, ପୁରୁଣା ଘର ଇଟା ଇଟା ଗୁଡା ହଉଛି କିସ ଥାଏ, ଥରେ ଠେଲି ଦେଲେ ପଡିଯାଏ ନା ନାଇଁ ହେଲା, ପଡିଯାଏ, ସେଇ ପାଇଁ ହଉଛି ସେଇ ଭଙ୍ଗା ଘରୁ ଦୂରେଇ ରହିବ। ରେଡିଓ ଟେଲିଭିଜନ ଖବର କାଗଜ ଗଣମାଧ୍ୟମରେ ଦିଆଯାଇଥିବା ବାତ୍ୟା ସତର୍କ ସୂଚନା ଜନିତ, ବାତ୍ୟା ସତର୍କ ଜନିତ ସୂଚନା ପ୍ରତି ସଜାଗ ରହିବ ହେଲା। ରେଡିଓରେ ଆସୁଛି, ଏଇନା ତ ରେଡିଓ ଦେଖିନ, ତୁମେ ମାନେ ଦେଖିଛ ରେଡିଓ, ଟିଭି, ଖବର କାଗଜ, ସେଠି ନ୍ୟୁଜ ଆସୁଛି ବାତ୍ୟା ଏତିକି ଦିନ ହବ, ଏତିକି ବେଗରେ ପବନ ବହିବ ଆଶଙ୍କା କରାଯାଉଛି ହେଲା, ସେଇଟା ଦେଖିକି ଆଗରୁ ସତର୍କ ହେଇଯିବ ବୁଝିହେଲା। ଆଉ କିସ ଆଶ୍ରୟ ନେଇଥିବା ସ୍ଥାନ ବା ପ୍ରଭାବିତ ଗ୍ରାମର ପରିମଳ ନିର୍ମଳ ପାଇଁ ଗୋଷ୍ଠୀ ଲୋକମାନଙ୍କୁ ମିଶିକି କରି ଧ୍ୟାନ ଦବ ହେଲା। ଯେତେବେଳେ ହଉଛି ବାତ୍ୟା ସରିଯିବ ବୁଝିହେଲା, ବାତ୍ୟା ସରିଯିବ, ବାତ୍ୟା ଶୁଣ ବାତ୍ୟା ଟା ଯେତେ ଡେଞ୍ଜର ନୁହଁ, ବାତ୍ୟା ସମୟରେ ଯେତେ ଡେଞ୍ଜର ନୁହଁ ହେଲା, ଧରାଯାଉ ଏଇନା ବର୍ଷା ଦଉଛି, ଏଇ ସମୟରେ ଯେତେ ହଉଛି ତୁମର ହଉଛି କିସ ଅସୁବିଧା ହବନି, ବାତ୍ୟା ସରିଲା ପରେ ତାଠୁ ବେଶୀ ଅସୁବିଧା ହବ ହେଲା। ଏଇନା ତ କିସ ଘର ଭିତରେ ଆରାମସେ ରହିଲ, କିନ୍ତୁ ବାତ୍ୟା ସରିଲା ପରେ କିସ କାମ ପାଇବନି, ଲୋକମାନେ ହଉଛି କିସ
କାମ ପାଇବେନି। ବାତ୍ୟା ସରିଲା ପରେ ଲାଇନ ଚାଲିଯିବ, ଯାଏ ନା ନାଇଁ? ଲାଇନ ଖୁଣ୍ଟି ଉପୁଡି ଯାଇଥିବ ହେଲା। ତାପରେ ହଉଛି ଲୋକମାନଙ୍କର ଖାଦ୍ୟ ନଷ୍ଟ ହେଇଯାଇଥିବ। ଆଉ କିସ ହବ? ତାପରେ ହଉଛି ଆଉ ହଉଛି ସାପ ପଶିବେ, କାହାର ଘରେ ସାପ ପଶି ଯାଇଥିବେ ବୁଝିଲା। କିଏ ସାପ କାମୁଡାରେ ମୃତ୍ୟୁ ହେଲା ଜମା ହେଇଯାଇଥିବ ହେଲା। ତ ବାତ୍ୟା ପରେ ବହୁତ କଷ୍ଟ ହୁଏ ବୁଝିଲା। ତ ହଉଛି ସେଇ ସେମିତି ଯଦି ହେଲା କିସ କରିବ? ଗାଁ ଲୋକ ମିଶିକି ହଉଛି କିସ ସେ ବିପଦର ସାମ୍ନା କରିବ। ଗାଁ ଲୋକମାନେ ହଉଛି ଧରାଯାଉ ତୁମର ଗାଁରେ ହଉଛି ପାଣି ପଶି ଯାଇଛି ହେଲା, ଡ୍ରେନରେ ପାଣି ଜମି ଯାଇଛି। ତ କିସ କରିବ? ଗାଁ ଲୋକ ମିଶିଯିବ, ଡ୍ରେନରୁ ପାଣି ବାହାରିବ ହେଲା। ବୁଝିପାରିଲ? ଆଉ ହଉଛି କିସ କରିବ? ବନ୍ୟା ଯୋଗୁ ନଦୀ ନାଳରେ ବହୁ ବିଷାକ୍ତ ସାପ ଜୀବଜନ୍ତୁ ମାନେ ବସତିକୁ ସ୍ଥାୟୀ ଆସିଛନ୍ତି ହେଲା। ବିଷାକ୍ତ ସାପ ହେଲା। ଆକ୍ଚୁଆଲି ତୁମେ ମନେ ରଖ, ବିଷାକ୍ତ ସାପ ହଉଛି ବହୁତ କମ ହେଲା। ଦୁନିଆରେ ଯେତେ ବି ସାପ ଅଛନ୍ତି ସବୁଠୁ ବିଷାକ୍ତ ସାପ କିସ ବହୁତ କମ। ଆଉ ଯୋଉଗୁଟା ପାଣିରେ ରୁହନ୍ତି ସେଗୁଡା ତ ଜମାରୁ ବିଷାକ୍ତ ନୁହନ୍ତି ହେଲା। ପାଣିରେ ଥିବା ସାପ ସବୁ ସାପ ବିଷାକ୍ତ ନୁହନ୍ତି। ପାଣିରେ ଥିବା ସାପ କିସ ବିଷାକ୍ତ ନୁହନ୍ତି ହେଲା। କିନ୍ତୁ ହଉଛି ସେମାନେ ଧରାଯାଉ ଗୋଟେ ସାପ ହେଲା ଗୋଟେ ମଣିଷକୁ କାମୁଡିଲା। ବାତ୍ୟା ସରିଛି ହେଲା, ବାତ୍ୟା ସରିଛି, ଗୋଟେ ମଣିଷକୁ କିସ ସାପ କାମୁଡିଲା, କିନ୍ତୁ ସେଇ ସାପର ବିଷାକ୍ତ ନୁହଁ ହେଲା। ବିଷାକ୍ତ ନୁହଁ। ଜଳଚର ସାପ ଅଧିକାଂଶ ବିଷାକ୍ତ ନୁହନ୍ତି ହେଲା। କମ ବିଷାକ୍ତ ଅଛନ୍ତି ତ, କିନ୍ତୁ ଅଧିକାଂଶ ସମୟରେ ସେମାନେ ବିଷାକ୍ତ ନୁହନ୍ତି। ତ କାମୁଡିଲା ତ ହଉଛି ମଣିଷ କେମିତି ଡରେ ଜାଣିଛ? ସେ ଡରିକି ହିଁ ମରିଯାଏ ବୁଝିଲା। ଏମିତି ଅଛନ୍ତି ଲୋକ, ସେମାନେ ଡରିକି ହିଁ ମରିଯାନ୍ତି। ବୁଝିପାରିଲ? ପାଣିରେ କହୁନି ଢଣ୍ଡ ସାପ ହେଲା। ତ ହଉଛି ସେଇ ସାପ ସାପ ଶୁଣ, ସାପ ବନ୍ୟା ମାଟି ଦଳି ସେ ଡେଞ୍ଜର ସାପ ନୁହଁ ହେଲା। ଛାତର ବିଜୁଳି ମାରିଲେ ହଉଛି ଛାଡେ, ସେଟା କଣ ହେଲା? ସେଟା ଗୋଟେ ଅନ୍ଧବିଶ୍ୱାସ ହେଲା। ସେମିତି ନାହିଁ ବୁଝିଲା। ତାର ବୋଲି ନାଇଁ କି ତାକୁ ଧରବନି ହେଲା। କାମୁଡିବ ହେଲା, କିନ୍ତୁ ହଉଛି କାମୁଡାରେ ମୃତ୍ୟୁବରଣ କରବନି ବୁଝିଲା। ମାଟି ଦଳି ସାପ ମାନେ ହଉଛି ବିଷାକ୍ତ ନୁହଁ। ବୁଝିପାରିଲ? ହେଲା, ସେଇଟା ଗୋଟେ ବିଶ୍ୱାସ ହେଲା। ପୁରୁଣା କାଳର ବିଶ୍ୱାସ। କିଏ କୁହନ୍ତି ସେଟା ଶିବଙ୍କର ଦାନ୍ତ କାଠି ହେଲା, କୁହ ନା ନାଇଁ? ବୁଝିଲ? ତ ମନେ ରଖିବ ସେ ବିଷାକ୍ତ ସାପ ଦ୍ୱାରା ଧରା ଯୋଉ ଦୁର୍ଭାଗ୍ୟବଶତଃ ଯାହାକୁ କାମୁଡି ଦେଲା ହେଲା, ବନ୍ୟା ହେଲା ବାତ୍ୟା ହେଲା କାମୁଡି ଦେଲା, ତ କିସ କରିବ? ଗୁଣିଆ ପାଖକୁ ଯିବ? ଗୁଣିଆ ପାଖକୁ ଯିବନି ଭୁଲରେ ବି ବୁଝିଲା। ଆଉ କେଟକୁ ଯିବ? ଡକ୍ଟର ପାଖକୁ ଯିବ ହେଲା। ଡକ୍ଟର ପାଖକୁ ନେଇକି ଧରାଯାଉ ଗୁଣିଆ ପାଖକୁ ଗଲ ହେଲା, ତୁମର ବିଶ୍ୱାସ ଅଛି, ବିଶ୍ୱାସକୁ କାହାର ଭାଙ୍ଗବା ଉଚିତ ନୁହଁ ହେଲା। ତ ଗୁଣିଆ ପାଖକୁ ବି ଗଲ ହେଲା। ତ ଗୋଟେ ଗୋଟେ ଗୁଣିଆ ଦାବି କର ନା ନାଇଁ, ମାନେ ରୋଗୀ ନ ଆସିକି ବି ମୁଁ ତା ଭଲ କରିଦେବି ହେଲା। ତ ହଉଛି ତୁମେ ରୋଗୀଟାକୁ ଡକ୍ଟର ପାଖକୁ ନେଇଯିବ ହେଲା। ତ ତୁମେ ଗୁଣିଆ କାମ, ଘର ଲୋକ ଗୁଣିଆ କାମ କରୁଛ କର ହେଲା। ବୁଝିହେଲା? ସାପ କାମୁଡାରେ ସବୁବେଳେ କେଟକୁ ଯିବ? ଡାକ୍ତର ପାଖକୁ ଯିବ ବୁଝିହେଲା। ଆଉ ପାର୍ବ ଯଦି ସାପର ଫଟୋ ଉଠେଇକି ରଖ, ଫଟୋ ଉଠେଇକି ଡାକ୍ତରକୁ ଦେଖେଇଲେ ଡାକ୍ତର ଚିହ୍ନି ପକେଇବ ଇଏ କେମିତି ସାପ ହେଲା। ଦୁଇ ପ୍ରକାର ସାପ ଥାନ୍ତି। କେମିତି? ଦୁଇ ପ୍ରକାର ସାପ ଥାନ୍ତି। ଗୋଟେ ହଉଛି ବିଷାକ୍ତ, ଆଉ ଗୋଟେ ହଉଛି କିସ ଅବିଷାକ୍ତ ହେଲା। ଯିଏ ବିଷାକ୍ତ ନୁହଁ ହେଲା। ତ ବିଷାକ୍ତ ବି ଦୁଇ ପ୍ରକାର ହେଲା। ଗୋଟେ ହଉଛି କି ବିଷାକ୍ତ କୁହ ନା, ସିଧା ହଉଛି ଆମର ଇଆରେ ଆଟାକ କରେ ହେଲା। କୋଉଠୁ? ବ୍ରେନ ଟାକୁ ଗୋଟେ ଡେଡ୍ କରିଦିଅ ବୁଝିଲା। ଆଉ ଗୋଟେ ସାପ ହଉଛି ଧୀରେ 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 କିସ ମାନେ ବିଷ ଚରେ ହେଲା। ତ ହଉଛି ଫଟୋ ଉଠେଇକି ରଖିଦବ ହେଲା। ଡାକ୍ତର ପାଖକୁ ଯିବ, ପାର୍ବ ଯଦି ନେଇଯିବ ହେଲା। ବୁଝିପାରିଲ? ହେଲା। ଜାଣିଲ? ଶୁଣ ଶୁଣ, କ୍ୱେଶ୍ଚନ ଆସିବ ପରୀକ୍ଷାରେ, କ୍ୱେଶ୍ଚନ ଆସିବ ବାତ୍ୟା କାହାକୁ କୁହାଯାଏ ହେଲା। ବାତ୍ୟା କାହାକୁ କୁହାଯାଏ ସେଇଟା ତ ନୁହଁ, ବାତ୍ୟା କିପରି ହୁଏ? ବାତ୍ୟା କିପରି ହୁଏ ଦେଖିପାରିବ? ଯେତେବେଳେ ବାୟୁ ଅଧିକ ଗରମ ହେଇଯାଏ, ସ୍ଥଳ ଭାଗର ବାୟୁ ଉପରକୁ ଗରମ ହେଇଗଲେ ଉପରକୁ ଉଠେ ହେଲା। ତ ସେଇ ସ୍ଥଳ ଭାଗକୁ ପୂର୍ଣ୍ଣ କରିବା ପାଇଁ ସମୁଦ୍ରରୁ ଥଣ୍ଡା ବାୟୁ ବହୁତ ବେଗରେ ଆସନ୍ତି ସ୍ଥଳ ଭାଗକୁ ହେଲା। ତାପରେ ତାର ସହ ହଉଛି କିସ ଗଛ ପତ୍ର ଉପାଡି ନେଇ ଆସନ୍ତି। ଘର ଫର ସବୁ ବିଲ୍ଡିଂ ଫିଲ୍ଡିଂ କିସ ଉପାଡି ନେଇ ଆସନ୍ତି। ଏଇଟାକୁ କିସ କୁହାଯାଏ? ବାତ୍ୟା କୁହାଯାଏ। ବାତ୍ୟା ସମୟରେ କୁଶାନ ପଡ, ବାତ୍ୟା ସମୟରେ କଣ କରିବା ଉଚିତ, କଣ କରିବା ଉଚିତ ନୁହଁ ହେଲା। ବାତ୍ୟାରୁ ରକ୍ଷା କରିବା ପାଇଁ ପ୍ରସ୍ତୁତି, ରକ୍ଷା ପାଇବା ପାଇଁ ପ୍ରସ୍ତୁତି ଲେଖିପାରିବ। ବାତ୍ୟା କିପରି ହୁଏ, ବାତ୍ୟାରୁ ରକ୍ଷା ପାଇବା ପାଇଁ ପ୍ରସ୍ତୁତି କିପରି କରିବ ଲେଖିପାରିବ ନା? ହେଲା। ଗୋଟେ ଲଙ୍ଗ କ୍ୱେଶ୍ଚନ ହେଇଯିବ, ଆଉ ସର୍ଟ କ୍ୱେଶ୍ଚନ ବି ବହୁତ ଗୁଡା ହେଇପାରିବ। ବୁଝିପାରିଲ? ତାପରେ ପଢବା ହଉଛି ସେକେଣ୍ଡ ବି ପରିଚୟ କିସ ଭୂମିକମ୍ପ ହେଲା। ଭୂମିକମ୍ପ ହେଡିଙ୍ଗ ଦେଇଦିଅ ଭୂମିକମ୍ପ ବୁଝିଲା। ଏଇଠି ଛାଡିଦିଅ ବାତ୍ୟାରୁ ରକ୍ଷା ପାଇବା ପାଇଁ ପ୍ରସ୍ତୁତି ହେଲା। ହେଡିଙ୍ଗ ଦେଇକି ଛାଡିଦିଅ, ନିଜେ ଲେଖିବ ବନେଇକି, ମୁଁ ଦେଖିବି କେମିତି ବନଉଛ ହେଲା। ବାତ୍ୟାରୁ ରକ୍ଷା ପାଇବା ପାଇଁ ପ୍ରସ୍ତୁତି, ହେଡିଙ୍ଗ ଦେଇକି ଛାଡିଦବ ବୁଝିଲା। ଥଣ୍ଡା ଲାଗୁଛି କି ରାଛ? ଏ ବନାନ ଜାଣିନି,
ପଞ୍ଚମ ଶ୍ରେଣୀ ହଉଛି ବନାନ ଜାଣିବ ବାତ୍ୟାରୁ ରକ୍ଷା ପାଇବା ପାଇଁ ପ୍ରସ୍ତୁତି ହେଲା। ବହିରୁ ଉଠେଇବନି ବହିରେ ଦେଖ ବହିରେ ଏତେ ବଡ ଲେଖା ହେଇଛି ମାନେ ତୁମେ ନିହାତି ଏତିକି ବଡ ଲେଖବ ନା ଏତିକି ବଡ ଲେଖବ ନା ନା ହେଲା। ବହିର ବାକ୍ୟକୁ ପଢିକି ନିଜେ କିସ ବୁଝୁଛ ସେଇଟା ଲେଖବ ବୁଝିଲା ହେଲା ନିଜ ଭାଷାରେ ନହେଲେ ତ ବହିରୁ ଉଠେଇଦେଲେ କିସ ଏମିତି ଟାମ୍ପଣି ହେଲା। ତାପରେ ହେଡି ଦିଅ ଭୂମିକମ୍ପ ପଢିଦେଲେ ସରିଯିବ ହେଲା। ଭୂମିକମ୍ପ ଭୂମିକମ୍ପ ଯଦି ନ ଲେଖି ପାରବ ହେଲା ଯଦି ନ ଲେଖି ପାରବ ଲେଖିଦବ ଦେଖ ବାତ୍ୟାରୁ ରକ୍ଷା ପାଇବା ପାଇଁ ପ୍ରସ୍ତୁତି ଲେଖିଲ ବୁଝିପାରୁଛୁ ନା ରାଜଶେଖର ବାତ୍ୟା କଣ ପାଇଁ ହୁଏ ହେଲା। ଶୁଣ ତୁମେ ବାତ୍ୟା ଆକ୍ଚୁଆଲି ବୁଝିପାରିଲନି ହେଲା ଧରାଯାଉ ବୁଝିପାରିଲନି ଆଉ ଗୋଟେ ଜିନିଷ ଉଦାହରଣ ଦେଇକି ବୁଝଉଛି। ଯେତେବେଳେ ଥଣ୍ଡା ବେଳେ ଆମର ଇଆ ଭୂତ ଦେଖିଛ ଖଣ୍ଡିଆ ଭୂତ ଏମିତି ଏମିତି ଘୁରି ଘୁରି ଆସେ ଯେ ପବନ କଣ ପାଇଁ ଆସେ ଜାଣିଛ ଦେଖ ହେଲା ଯେତେବେଳେ ସେଟା ଖରା ଦିନରେ ଆସେ ନା ଜାଣିଛ ଖରା ଦିନରେ ହଉଛି ବେଶୀ ଗରମ ହୁଏ ହେଲା ଏଇଟା ହଉଛି ତୁମର ଘର ହେଲା ଏଇ ଘର ପାଖରେ ହଉଛି ଦେଖ ପଡିଆ ଅଛି ହେଲା ଏଇ ପଡିଆରେ ଖଣ୍ଡିଆ ଭୂତ ଆସୁଛି ହେଲା ତାର ମାନେ କିସ କହନି ଏଟକାର ପବନ ହେଲା ସବୁଆଡେ ହାୱା ଅଛି ପବନ ସବୁଆଡେ ଅଛି ନା ଏଟକାର ପବନ ଯେତେବେଳେ ବେଶୀ ଖରା ପାଇଲା କିସ ହେଲା ଗରମ ହେଇଗଲା ଗରମ ହେଇକି କୁଆଡେ ଗଲା ଉପରକୁ ଗରମ ହେଇକି ଉପରକୁ ହେଲା ତ ସେଇ ଅଞ୍ଚଳକୁ ପେକ୍ କରିବା ପାଇଁ ହେଲା ଥଣ୍ଡା ବାୟୁ ଘୁରି ଘୁରି ଆସିବ ହେଲା ଘୁରି ଘୁରି ଆସିବ ସେଇ ଅଞ୍ଚଳକୁ ପେକ୍ କରିବା ପାଇଁ ଥଣ୍ଡା ବାୟୁ ଘୁରି ଘୁରି ଆସିବ ସେଇଟାକୁ କିସ କୁହାଯାଏ ଖଣ୍ଡିଆ ଭୂତ ହେଲା ତ ସେଇ ସେମିତି ଏଇଟା ହଉଛି ପଡିଆ ହେଲା ପଡିଆ ବା ଆମର ସ୍ଥଳ ଭାଗ ମାନେ କିସ ଯୋଉଠି ପାଣି ମାନେ ହଉଛି ଗୋଟେ ହଉଛି ସମୁଦ୍ର ଆଉ ଗୋଟେ ହଉଛି କିସ ଜଳ ଭାଗ ଆଉ ଗୋଟେ ହଉଛି ସ୍ଥଳ ଭାଗ ମାନେ ହଉଛି ଯୋଉଠି ଘର ବା ପଡିଆ ବା କିସ ଇଏ ଅଛି ହେଲା ତ ଆମେ ଯୋଉଠି ବାସ କରୁଛୁ ସେଇଟା କିସ କୁହାଯାଏ ସ୍ଥଳ ଭାଗ ତ ଯେତେବେଳେ ଏଠକା ହଉଛି ଏଥି ଏରିଆ ର ବାୟୁ ଗରମ ହେଇକି ଉପରକୁ ଉଠିଗଲା ସମୁଦ୍ରରୁ ବି ସେମିତି ବାୟୁ ଘୁରି ଆସ ହେଲା ତ ଏତେ ସ୍ପିଡରେ ହଁ ହେଲା ତ ଏତେ ସ୍ପିଡରେ ସମୁଦ୍ରରୁ ଘୁରି ପବନ ଆସେ ହେଲା ତାର ସହ କିସ ଗଛ ଫଛ ଉପାଡି ନିଏ ହେଲା ସେଇଟାକୁ କୁହାଯାଏ ବାତ୍ୟା ହେଲା ବାତ୍ୟା ପରେ ପଡବା ହଉଛି ଭୂମିକମ୍ପ ହେଡିଙ୍ଗ ଦେଲ ବଣ ଭିତରକୁ ଗଲା ତାହେଲେ ବଣ ଭିତରୁ ବାୟୁ ହଉଛି ଗରମ ହେଇକି ଉପରକୁ ଉଠେଇଥିବ ହେଲା ଦୌଡେଇବନି ହେଲା ଦୌଡେଇବନି ନହେଲେ ହଉଛି କି ବାଲି ପଶିବ ଆଖିରେ ହେଲା ଏଇନା ଲେଖ ଭୂମିକମ୍ପ ହେଲା ଭୂମିକମ୍ପ କାହାକୁ କୁହାଯାଏ ଲେଖବା ଆଉ ତାର କାରଣ ଲେଖ ବୁଝିଲା ଦେଖ ଭୂମିକମ୍ପ କାହାକୁ କୁହାଯାଏ କହ ପ୍ରାକୃତିକ କାରଣ ଯୋଗୁଁ ପୃଥିବୀ ପୃଷ୍ଠରେ ସୃଷ୍ଟି ହେଉଥିବା କମ୍ପନକୁ ଭୂମିକମ୍ପ କୁହାଯାଏ ଲେଖିଦିଅ ଲେଖିଦିଅ ପ୍ରାକୃତିକ କାରଣ ଯୋଗୁଁ ଲେଖ ଦେଖି ଦେଖି ମୁଁ ଲେଖୁନି ଆଉ ହେଲା ଯୋଗୁଁ ପୃଥିବୀ ପୃଷ୍ଠରେ ପୃଥିବୀ ପୃଷ୍ଠରେ ସୃଷ୍ଟି ହେଉଥିବା କମ୍ପନକୁ କିସ କୁହାଯାଏ ଭୂମିକମ୍ପ ଦେଖିଲ ପ୍ରାକୃତିକ ଖାଇବୁ ମାଡ ଖାଇବୁ ବଦମାସି କରନି ପ୍ରାକୃତିକ କାରଣ ଯୋଗୁଁ ପୃଥିବୀ ପୃଷ୍ଠରେ ସୃଷ୍ଟି ହେଉଥିବା କମ୍ପନକୁ ସାଧାରଣତଃ କିସ କୁହାଯାଏ ଭୂମିକମ୍ପ କୁହାଯାଏ ଲେଖିପାରିଲୁ ତୁ ଲେଖିପାରିବୁନି ହେଲା ତୋର ଅଭ୍ୟାସ ନାହିଁ ଦେଖି ଦେଖି ଲେଖିବାର ଅଭ୍ୟାସ ନାହିଁ ହେଲା ତ ବହିରୁ ଦେଖିକି ଲେଖିବୁ ବୁଝିହେଲା ହେଲା ଆଉ ଯଦି ବହିରୁ ନ ଦେଖିକି ଲେଖିଲୁ ଆଜି ଯେମିତି ମାଡ ଖାଇଲୁ ହେଲା ଆମର କିସ 2025 ର ଶେଷ ଦିନରେ ଯେମିତି ମାଡ ଖାଇଲୁ ସେମିତି କାଲି ପ୍ରଥମ ଦିନରେ ବି ମାଡ ଖାଇବୁ 2026 ର ହେଲା ପରଦିନ ହେଲା ଶୁଣ ସେକେଣ୍ଡ ପଏଣ୍ଟ ସେକେଣ୍ଡ ପଏଣ୍ଟ ଲେଖ ସେକେଣ୍ଡ ପଏଣ୍ଟ ଲେଖିଦିଅ ଭୂମିକମ୍ପ କାହିଁକି ହୁଏ ହେଲା ଭୂମିକମ୍ପ କାହିଁକି ହୁଏ ଲେଖିଦବା ତୁମେ ମନେ ରଖ ଏଇଟା ହଉଛି କିସ ପୃଥିବୀ କିସ ଧରାଯାଉ ଏଇଟା ପୃଥିବୀ ହେଲା ଆମେ ପୃଥିବୀ ଉପରେ ରହୁଛୁ ନା ପୃଥିବୀ ଭିତରେ ରହୁଛୁ
पृथ्वी उपरे रोचु बुझला पृथ्वी उपरे भितरे नुह हैला पृथ्वी भितरे किस अछि पृथ्वी भितरे प्लेट अछि हैला किस अछि प्लेट अछि हैला ए देखो पृथ्वी भितरे किस अछि प्लेट अछि खेलनी खेलनी पृथ्वी भितरे किस अछि प्लेट अछि हैला मन रखो पृथ्वी पृष्ठ पृथ्वी पृष्ठ किस अछि पृथ्वी पृष्ठ रे किस अछि पृथ्वी माने भितरे पृथ्वी गर्भ रे किस अछि प्लेट हैला प्लेट माने खाइबा प्लेट नो हैला प्लेट बुझला स्तर हैला माटीर स्तर अछि बा होछि सेटा किस प्लेट भूमि को सेकंड पॉइंट लिखो हैला हाँ तो मु कहूची किस लिखो बुझौची फास्ट पृथ्वी भितरे किस अछि प्लेट प्लेट अछि हैला प्लेट माने खाइबा प्लेट नो हैला एगुडा होची एई प्लेट गुडा सब बेले होची किस चालू था किस करथान चालू था माने गति करथान एई प्लेट सब बेले गति करथो माने एइठू एपडे गति करथो बुझला तो बेले बेले प्लेट मझिरे प्लेट एई प्लेट आ एई प्लेट मझिरे किस होई जाय धक्का होई जाय हैला तो प्लेट प्लेट मझिरे धक्का हेले किस हबो कंपन सृष्टि हबो ना नहीं एई गर्भरे कंपन सृष्टि हबो ना नहीं दुईटा जिनिस जेतेबेले एक्सीडेंट हबो कंपन हबो ना नहीं कंपी जीवो बुझला तो होची जेतेबेले प्लेट प्लेट होची किस हुए धक्का हुए पृथ्वी पृष्ठरे भितरे कंपन सृष्टि हुए तो कंपन सृष्टि हेबा फଳରେ किस हुए उपरे थिबा घर गछ सेଗୁଡା ସବୁ ହଲି ଯାଏ ହେଲା ହଲିକି ପଡିଯାଏ ସେଇଟାକୁ ଭୂମିକମ୍ପ କୁହାଯାଏ ଦେଖିଦେବା ସେଇଟାକୁ ହେଲା ପୃଥିବୀ ଗର୍ଭରେ ଥିବା ପ୍ଲେଟ ପ୍ଲେଟ ମଧ୍ୟରେ ଧକ୍କା ହେଲେ ଭୂମିକମ୍ପ ସୃଷ୍ଟି ହୁଏ ସେକେଣ୍ଡ ପଏଣ୍ଟ ଲେଖିଦିଅ ତୀର ଚିହ୍ନ ଦେଇକି ପୃଥିବୀ ହେଲା ତୁ ହଉଛୁ କିସ ଲେଖିପାରୁନୁ କି ପାଇଁ କଣ ବନାନ ଜାଣିନୁ ପୃଥିବୀ ବନାନ ଜାଣିନୁ ପୃଥିବୀ ବନାନ ଜାଣିଛୁ ଜାଣିନୁ ହେଲା ତ ସେଥିପାଇଁ ଦାୟୀ କିଏ ତୁ ହେଲା ଛୋଟବେଳୁ ପାଠ ପଢିନୁ ପଢିଛୁ ସ୍କୁଲ ଯାଉଛୁ ନାଇଁ ସ୍କୁଲ ଯିବୁନି ଟୋଟୋ ଗାଡି ଚଲଉଛୁ ଗାଡି ଚଲଉଛୁ ରେ ଗାଡି ଚଲା ହେଲା କିନ୍ତୁ ହଉଛି କିସ ପାଠ ପଢିବା ସମୟରେ ପଢ ଘରେ ଯାହା ପଠେଇବେ ସେଇଟା ଅଲଗା କାମରେ ଅଲଗା ସମୟରେ କରିବୁ ପୃଥିବୀ ପୃଥିବୀ ଗର୍ଭରେ ଥିବା ପୃଷ୍ଠରେ ନୁହଁ ପୃଥିବୀ ଗର୍ଭରେ ଥିବା ପ୍ଲେଟ ଗୁଡିକର ଧକ୍କା ହେଲେ ପ୍ଲେଟ ଗୁଡିକ ଧକ୍କା ହେଲେ ଭୂମିକମ୍ପ ସୃଷ୍ଟି ହୁଏ କିସ ସୃଷ୍ଟି ହୁଏ ଭୂମିକମ୍ପ ସୃଷ୍ଟି ହୁଏ ହେଲା ଭୂମିକମ୍ପ ସୃଷ୍ଟି ହୁଏ ଭୂମିକମ୍ପ କଣ ପାଇଁ ସୃଷ୍ଟି ହୁଏ ପୃଥିବୀ ଭିତରେ ଥିବା ପ୍ଲେଟ ଗୁଡିକ ଯେତେବେଳେ ହଉଛି ପରସ୍ପର ଧକ୍କା ହେଇଯାଏ ହେଲା କିସ ହେଇଯାଏ ଭୂମିକମ୍ପ ସୃଷ୍ଟି ହୁଏ ବୁଝିଲା ତ ତୁମର ବେଶୀ ଦରକାର ନାହିଁ ଭୂମିକମ୍ପ କାହାକୁ କୁହାଯାଏ ଭୂମିକମ୍ପ କିପରି ସୃଷ୍ଟି ହୁଏ ହେଲା ଜାଣିପାରିଲ ଆଉ ଅଧିକା ଶୁଣ ଗୋଟେ ଯଦି ଆମେ ଭୂମିକମ୍ପ ବିଷୟରେ ପଢବା ନା ଗୋଟେ ବହି ହେଇଯିବ ହେଲା କିନ୍ତୁ ଆମର ହଉଛି ଏତେ ଦରକାର ନୁହଁ ଖାଲି ମନେ ରଖ ଯେ ଭୂମିକମ୍ପ କାହାକୁ କୁହାଯାଏ ଭୂମିକମ୍ପ ହଉଛି ଭୂମିଟା କମ୍ପନ ହେଲେ ସେଇଟାକୁ କିସ କୁହାଯାଏ ଭୂମିକମ୍ପ ତୁମେ ଯଦି ହେଲା ଯଦି ଘରଟା ଯଦି କମ୍ପ ସେଇଟାକୁ କିସ କୁହାଯିବ ଘର କମ୍ପ ଭୂମିକମ୍ପ କମ୍ପୁଛି ବୋଲି ସେଇଟାକୁ କିସ କୁହାଯାଉଛି ଭୂମିକମ୍ପ ବୁଝିହେଲା ବୁଝିପାରିଲୁ ରାଜଶେଖର ହେଲା ତ ଯେତେବେଳେ ଭୂମିକମ୍ପ ହବ ସେତେବେଳେ କିସ କରିବ ତୁମେ ନାଚି ବୁଲବ ଡେଇଁ ବୁଲବ ନା ହଉଛି ଗୋଟେ ଜାଗାରେ ଚୁପଚାପ ବସବ କୋଉଠି ବସବୁ ଘର ଭିତରେ ଘର ଭିତରେ ବସବନି ହେଲା ଯଦି ଭୂମିକମ୍ପ ହଉଛି ତୁମେ ହଉଛି କିସ ଘର ଭିତରେ ଥାଅ ଭୂମିକମ୍ପ ହେଲେ କିସ ଘର ବାହାରକୁ ପଳେଇ ଆସିବ ଖୋଲା ଜାଗାକୁ ପଳେଇ ଆସିବ ବୁଝିହେଲା ଖୋଲା ଜାଗାକୁ ଖୋଲା ପଡିଆରେ ବସିଯିବ ବୁଝିହେଲା ଆଉ ନହେଲେ କିସ କରିବ ଗଛ ପାଖରେ ଯଦି ଥିବ ଗଛରୁ ବାହାରି ଆସିବ ବୁଝିହେଲା ଟେବୁଲ ଆଉ ଶୁଣ ଯଦି ଘର ଭିତରେ ଅଛ ଘର ଭିତରୁ ବାହାରିବା ସମ୍ଭବ ହଉନି ତେବେ କିସ ହବ ପଲଙ୍କ ତଳ ନହେଲେ ହଉଛି କିସ ତଳ ଟେବୁଲ ତଳେ ହଉଛି କିସ ହବ ବସିଯିବ ଲୁକିଯିବ ନାହିଁ ବସିଯିବ ହେଲା ବୁଝିପାରିଲୁ ହେଲା ଗଛ ଠାରୁ ଦୂରରେ ରହିବ ଛାତ କାନ୍ଥ ତଳେ ଲାଗିଥିବା ଜିନିଷଠୁ ଦୂରରେ ରହିବ କାଚ ଜିନିଷଠୁ ଦୂରରେ ରହିବ ହେଲା ବିଦ୍ୟୁତ ତାର ବିଦ୍ୟୁତ ତାରଠୁ ଲାଇନ ଠୁ ଦୂରରେ ରହିବ ହେଲା ଏଗୁଡାଠୁ ଦୂରରେ ରହିବ ବୁଝିପାରିଲ ବୁଝିପାରିଲ ନା ହେଲା ତ ହଉଛି ହେଡିଙ୍ଗ ଦେଇକି ଛାଡିଦବ ହେଲା ଭୂମିକମ୍ପରୁ ରକ୍ଷା କରିବା ପାଇଁ କିସ କର ହେଲା ଲେଖବ ବୁଝିହେଲା ବୁଝିହେଲା ସେତିକି ଥିଲା ବିଷୟ ତାପରେ ଆଉ ଗୋଟେ ବିଷୟ ବାତ୍ୟାରେ ଅଛି ହେଲା ବାତ୍ୟା ଯେ କହିଲି ନା ବାତ୍ୟା କେମିତି ହୁଏ ଯେତେବେଳେ ହଉଛି ବାୟୁ ଗରମ ହେଇଯାଏ ସ୍ଥଳ ଭାଗର ବାୟୁ ଗରମ ହେଇଯାଏ ଉପରକୁ ଉଠେ ସେଇ ପାଇଁ ଜଳ ଭାଗରୁ ମାନେ ବାୟୁ କିସ ବହିକି ଏଠକୁ ଆସନ୍ତି ପଢେଇବି ବାୟୁ ବହିକି ଏଠକୁ ଆସନ୍ତି ହେଲା ତ ହଁ ତ ଏତେ ସ୍ପିଡରେ ଆସନ୍ତି କିସ ହେଇଯାଏ ବାତ୍ୟା ସୃଷ୍ଟି ହୁଏ ହେଲା ତ ବେଳେ ବେଳେ ଏଇ ବାତ୍ୟାଟା କିସ ସୁନାମୀ ରୂପ ନିଏ କିସ ରୂପ ନିଏ ସୁନାମୀ ରୂପ ନିଏ ହେଲା
बेले बेले बात्याटे की रूप निये सुनामी रूप निये सुनामी माने होजी किस कोने सुनामी माने होजी बात्या होजी नॉर्मल नॉर्मल आसला हैला सेटा को किस करे बात्या सुनामी माने किस कोने पानी एते उच्चार आसबो हैला माने घर एटा जदी घर हैला तुमर घर एटा हैला पानी आसबो तुमर घर ऊपरे पानी आसबो बुझाला एतकी उच्चार बुझाला सेटा को किस करे सुनामी सेटा को किस करे सुनामी हैला हां सेई ढेउटा যদি পবন সেইপটু আসলা হেলা এইপটু পবন আসছে তুমি জানিছ সমুদ্রের কি সব আছে ঢেউ এতকি বড় বড় ঢেউ আসছে হেলা তো যেতেবেলে বহুত জোরে পবন আসে ঢেউটা কেতে বড় আসে এতকি বড় মানে ঘরକୁ ডুবাই দেব সেই তোমার তুমি এতকি বড় হলে ঢেউটা এতকি উঁচা হবে ହେଲା তো সেটাକୁ কিস করে সুনামি বুঝেলা এই সুনামি থরে ହେଇଥିଲା ବୁଝେଲା କେତେ ମସିହାରେ 2004 ମସିହାରେ ଥରେ ସୁନାମି ହେଇଥିଲା ହେଲା ଶୁଣିଛ ବିଲ୍ଡିଂ ବିଲ୍ଡିଂ ସବୁ ବୁଡେଇ ଦେଇଥିଲା ବୁଝିଗଲ ଏତିକି ଥିଲା ହଉଛି କି ବିଷୟ ସରିଲା ଗୋଟେ କହିଦବୁ ତାପରେ ଆମେ କରିବୁ। ପ୍ରଶ୍ନ ତ ସାର୍ ୟା କେତେବେଳେ